ओम नमो भगवते वासुदेवाय। अष्टाविंशोऽध्याय अष्टांग जोग अष्टाविंशे कपिल कहले विशेषे। श्री भगवान वाच शुणनु पति सुता तुम्बे जोग लक्षण कहु आंदे। मन प्रसन्न जेणे होई सन्मार्ग भाव कुगमहि। एणु ये ग्राम्य धर्म छाड़ी निवृत्ति मार्गे चित्त बढी। निश्चल स्थाने अवस्थान मित आहारे पोषी प्राण। अहिंसा सत्य मार्गे भजी अधिक प्रतिग्रह तेजी। जे ब्रह्मचर्य आचरण तपस उच्च अध्ययन। पुरुष रूपी नारायण तापादे करिब अर्चन। निश्चल आसने बसिब मौन व्रत आचरिब। मन को निर्विषय करी इंद्रिय समूह निवारी। आहार जीर्णी प्रत्याहारे प्राण को स्थापिब निश्चले। आत्मा रे आत्मा को चिंतिब वैकुंठ लीला को भाविब। बुद्धिर बड़े कर्म साधी निश्चल जोगरे समाधि। एबिनु अन्य मार्ग नाही शुण गो मात मन देई। विशुद्ध देश रे आसन कुश कंबल कृष्णाजिन। स्वस्तिक आसने बसिब आनंदे जोग अभ्यासिब। जे प्राणायामर विवेक पूरक कुंभक रेचक। ए मार्गे प्राण कुशोधिब निश्चल चित्तरे चिंतिब। जेमंते वायु अग्नि लागी लोहद गदे मल त्यागी। से रूपे प्राणायाम कले आत्मा निर्मल हुए भले। समस्त दोष एणे हरे जे बापा तक पूर्वा परे। प्रत्याहार बळे मन ध्यान रे जीर्ण त्रिगुण। मन निर्मल जेते बेले जोग को साधिब निश्चले। कला काष्ठा दंडे क्षणे नासिका अग्रदर्शने। ध्याने चिंतिब भगवान अनादि परम कारण। श्याम सुंदर कले बर वचन अमृत मधुर। सुंदर प्रसन्न बदन पद्मर प्राय जानयन। जे शंख चक्र गदाधर पद्म विराजे भुजे तार। पंकज पिंजलमर प्राय पीतब सन कटी सोए। श्रीवत्स चिन्ह बक्ष स्थले किबा उपमा देवा भले। मुकुता चाप सरी सोए कंठे कौस्तुभ मणि मोहे। लंबित तार पृष्ठ देशे पाट झुम्पाए जे प्रकाशे। अमल बनमाला गळे मत भ्रमरे मधु घोळे। मधुर ध्वनि से करती हर्षे उड़ती पंक्ति पंक्ति। विराट अंगद विराजे अमूल्य हार हृदय साजे। रत्ननुपुर पादे सोही किबा उपमा देवा तही। कटीरे कांची मनोहर भक्त हृदय तार घर। हेमंत रूप भक्त जने हृदय चिंतती अनुक्षणे। आनंदे दर्शन करती निर्मल नयने देखती। किशोर तरुण बयस अति सुंदर सुप्रकाश। सर्वलोकंक नमस्कृत अभय सुशांत महत। भक्तानुग्रही से अटंती भक्तर कष्ट न सहंती। कीर्तन योग्य 10,000 तीर्थ समान पापहर। ଯାହାର କୀର୍ତ୍ତି ପୁଣ୍ୟ ଶ୍ଲୋକେ ଗାୟନ କରୁଥାନ୍ତି ମୁଖେ। ସମଗ୍ର କରି ତାଙ୍କ ଦେଇ ନିତେ ଚିନ୍ତିବ ଚିତେ ଧ୍ୟାଇ। ଆସନେ ବସି ଏକାନ୍ତରେ ଗମନ ଶୟନ ଗୁହାରେ। ଅଙ୍ଗକୁ ଅଙ୍ଗ ପ୍ରତି ଧ୍ୟାନେ ଚିନ୍ତିବ ବିଷ୍ଣୁର ଚରଣେ। ଧ୍ୱଜ ଅଙ୍କୁଶ ବଜ୍ର ଚିହ୍ନ ପଦ୍ମ ସହିତେ ଯେ ଲାଞ୍ଛନ। तुंग सुरंग पाद दुई नख चंद्रिका विराजई। खंडई हृद अंधकार ध्याने भजीव निरंतर।
ଜାବାଦୋଧକ ଗଙ୍ଗା ନୀର ଶିରରେ ବହିଛନ୍ତି ହର। ଜେଲିରେ ବ୍ରହ୍ମାଣ୍ଡ ମଧ୍ୟରେ ସ୍ନାନେ ତରନ୍ତି ସୁର ନରେ। ପାପ ଶୈଳ ବଜ୍ର ପ୍ରାୟେ ଯେପାଦ ନାଶଇ ନିର୍ଭୟେ। ସେପାଦ ପଦ୍ମେ ଧ୍ୟାନ କରି ନିତେ ବନ୍ଦିବ ଚିତେ ଧରି। ସେପାଦ ପଦ୍ମର ମହିମା କେ କହି ପାରେ ଗୁଣ ସୀମା। ଯେପାଦ ଯୁଗ ମନୋହର ଲକ୍ଷ୍ମୀ ସେ ବହି ନିରନ୍ତର। ସୁନ୍ଦର ଜାନୁ ଲମ୍ବମାନ ଗରୁଡ଼ ସ୍ତମ୍ଭରେ ଶୋଭନ। ଅତସୀ କୁସୁମର ପ୍ରାୟେ ଅଙ୍ଗ ତାହାର ଶୋଭା ପାଏ। ତଳିତ ଜିଣି ପୀତାମ୍ବର କାଞ୍ଚିନୀ ତମ୍ବେ ମନୋହର। ଏ ବିଶ୍ୱ ଯାହାର ଉଦର ସପ୍ତ ସମୁଦ୍ର ଦୀପ ଭର। ଜାହ୍ନବୀ ପଦ୍ମ ବ୍ରହ୍ମା ଜାତ ଅଖିଳ ବ୍ରହ୍ମାଣ୍ଡର ନାଥ। ହେମନ୍ତ ଭାବେ ଆଚିନ୍ତି ଅପରେ ହୃଦୟ ଆକୃତି। ମର୍କତ ମଣି ପ୍ରାୟ ଶୋଭା ସ୍ତନ ଯୁଗଳ ଦିବ୍ୟ ପ୍ରଭା। ତା ମଧ୍ୟେ ବିଶଦ ଯେହାର ଅତ୍ୟନ୍ତ ଶୋଭା ସେରୁଦର। ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ ଅଧିକ ଶୋଭା ମଣି କରେ। ଅଖିଳ ଲୋକ ନମସ୍କୃତ୍ୟ ରୂପ ଚିନ୍ତିବ ଜଗନ୍ନାଥ। ମନ୍ଦର ଗିରି ଶୃଙ୍ଗ ପ୍ରାୟେ ତା ଭୁଜ ଦଣ୍ଡ ଶୋଭା ପାଏ। ଯେ ଚକ୍ର ଧରିଛନ୍ତି କର ଅପରିମାଣ ତେଜ ତାର। ତାକର ପଦ୍ମେ ଶଙ୍ଖ ପ୍ରଭା ରାଜହଂସର ପ୍ରାୟ ଶୋଭା। ଦାନବ ରୁଧିରେଣ ଯୁକ୍ତ ଗଦାଏ ଅଛି ତାଙ୍କ ହସ୍ତ। ମାଳାରେ ତା କଣ୍ଠ ଶୋଭିତ ଭ୍ରମର ଗୁଞ୍ଜ ନିଃଶବ୍ଦିତ। ତା ମଧ୍ୟେ କୌସ୍ତୁଭ ଖଚିତ ଯାହା ଅଟଇ ଜୀବ ତତ୍ତ୍ୱ। ଭୂତାନୁଗ୍ରହେ ତା ଶ୍ରୀମୁଖ ସୁସ୍ମିତ ସୁରଙ୍ଗ ସୁରେଖ। ଶ୍ରବଣେ ମକର କୁଣ୍ଡଳ ଚଳନ୍ତେ ଯେନେ ବିଦୁର୍ନାଳ। ତୁଙ୍ଗନାସିକା ଦିବ୍ୟ ଶୋଭା କୁଟିଳ ଅଳକ ସୁପ୍ରଭା। ଲୋଚନ ଯୁଗ ପଦ୍ମ ପ୍ରାୟେ ତହିଁରେ ଭୃଙ୍ଗ କିବା ଶୋହେ। ହେମନ୍ତ ରୂପ ଯେବା ଧ୍ୟାନ ଆନନ୍ଦେ କରେ ଅନୁକ୍ଷଣ। ତାହାକୁ ପ୍ରଭୁ କୃପା କଲେ ଏ ଘୋର ତାପତ୍ରୟ ହରେ। ଏଣୁ ଏ ରୂପ ଗୁଣ ଧ୍ୟାନେ ନିତେ ଚିନ୍ତିବ ଦୃଢ଼ ମନେ। ଅଖିଳ ଲୋକ ତାପ ହରେ ଯେ ମନ୍ଦ ହାସ ଶ୍ରୀମୁଖରେ। ମକର ଧ୍ୱଜ ଚାପ ପ୍ରାୟେ ଭୃଭଙ୍ଗ ଯୁଗ ତାର ଶୋହେ। କଟାକ୍ଷ ସରପନ୍ତି ହୋଇ ମୁନି ଜନଙ୍କ ମନ ମୋହି। ଏଣେ ମୋହିତ ମୁନି ଜନେ ଧ୍ୟାନ କରନ୍ତି ଅନୁକ୍ଷଣେ। ତାହାର ଉଚ୍ଚ ହାସ୍ୟ ଧ୍ୟାନ ଅରୁଣ ବନ ଓଷ୍ଠମାନ। କୁନ୍ଦ କଢ଼ିର ପ୍ରାୟ ହୋଇ ଦନ୍ତ ପଂକ୍ତି ଯେ ବିରାଜଇ। ପ୍ରେମାନୁବନ୍ଧେ ଏହା ଚିନ୍ତି ସେ ଅନ୍ୟ କିଛି ନ ବାଞ୍ଛନ୍ତି। ଏ ରୂପ ଧ୍ୟାନ ଯୋଗ ଭାବେ ଭକ୍ତ ହୃଦୟ ଯହୁଁ ଦ୍ରବେ। ଉତ୍କଣ୍ଠା ଅଶ୍ରୁ ପୂର୍ଣ୍ଣ ପୂର୍ଣ୍ଣ ପୁଲକ ହୋଏ ତନୁ ଲୋମ। ଆନନ୍ଦ ସାଗରେ ବୁଡ଼ଇ ଆଉ ବା ଧ୍ୟାନ ତାର କାହିଁ। ଏ ରୂପେ ନିର୍ବିଷୟ ହୋଇ ନିଷ୍କାମ ମାର୍ଗେ ଯୋଗ ଧ୍ୟାଇ। ପରମାନନ୍ଦ ରୂପ ହରି ଚିନ୍ତି ବ୍ରହ୍ମ ନିର୍ବାଣ ସେ ଲଭନ୍ତି। ଜ୍ୟୋତିଷ ରୂପେ ଆତ୍ମା ଏକ ସର୍ବତ୍ର ଦେଖଇ ପ୍ରତ୍ୟେକ। ଗୁଣ ପ୍ରବାହକୁ ନାଶଇ ଅଗମ୍ୟ ଦିବ୍ୟ ସ୍ଥାନ ପାଇ। ଏ ରୂପେ ଭକ୍ତି ଯୋଗ ସାଧି ତରଇ ସଂସାର ଜଳଧି। ନ ଜାଣେ ସୁଖ ଦୁଃଖ ଭାବ ଜନ୍ମ ମୃତ୍ୟୁର ପରାଭବ। ମଦିରା ପାନେ ଭୋଳା ହୋଇ ଯେନେ ବି ବସ୍ତ୍ର ନ ଜାଣଇ। ସେ ରୂପେ ତାର ଦେହ ବୃତ୍ତି ଅଜ୍ଞାନେ କିଛି ନ ଜାଣନ୍ତି। ଏ ଦେହ କର୍ମ ବଶ ହୋଇ ସର୍ବ ସଂକଳ୍ପ କରୁଥାଇ। ଯାବତ ଯୋଗ ସିଦ୍ଧି ନୋହି ତାବତ ବିଷୟ ଭ୍ରମଇ। ପୁତ୍ର କଳତ୍ର ଗୃହ ଧନ ସ୍ନେହ ବନ୍ଧନ ପ୍ରାଣୀ ମନ। ସ୍ୱପ୍ନର ପ୍ରାୟ ତାହା ମଣି ପୁରୁଷ ନମ ଜଇ ପୁଣି। ଅତି ସ୍ନେହରେ ପୁତ୍ର ଜୀବିତ ଆତ୍ମ ସ୍ୱରୂପେ ହିଁ କଳ୍ପିତ। ସ୍ୱଭାବେ ବିଭିନ୍ନ ଅଟଇ ସେ ରୂପେ ଦେହେ ଆତ୍ମା ହୋଇ। ଯେମନ୍ତେ ଅଗ୍ନି ଧୂମ ବଳେ କେବେ ହେ ନଦୀ ସେ ନିର୍ମଳେ।
ସେ ରୂପେ ବିଷୟାରେ ପ୍ରାଣୀ କେବେ ହେ ଆତ୍ମାକୁ ନ ଚିହ୍ନି କାଷ୍ଟରୁ ଧୂମ ଅଗ୍ନି ଜାତ ସେ କାଷ୍ଟ ଦହଇ ଯେ ମନ୍ତ ଅଜ୍ଞାନୁ ଜ୍ଞାନ ଜାତ ହୋଇ ବିଷୟ ବାସନା ଦହଇ ଭୂତ ଇନ୍ଦ୍ରିୟ ଗଣ ଯେତେ ପ୍ରଧାନ ପୁରୁଷ ସହିତେ ଏକୁ ଅନେକ ରୂପ ହୋଇ ବ୍ରହ୍ମାଣ୍ଡେ ଲୀଳା ସେ କରଇ ଏମନ୍ତ ଭାବେ ବ୍ରହ୍ମ ଜ୍ଞାନ ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ ଏ ସର୍ବଭୂତ ତାର ଦେଇ ସେ ସର୍ବଭୂତ ମଧ୍ୟ ଥାଇ ଏମନ୍ତ ଭାବେ ସର୍ବଭୂତେ ଅନନ୍ୟ ଦେଖିବନି ରତେ ସେ ଜ୍ୟୋତିର୍ମୟ ଆତ୍ମଜୋନି ଗୁଣ ପ୍ରବାହ ଭେଦ ଘେନି ଆଭାସେ ଯଥା ଭିନେ ଭିନେ ଆଧାର ଭେଦେ ଅଗ୍ନି ଜେନେ ସତ ସତ ଆତ୍ମା ସେଇ ତା ବିନୁ ଅନ୍ୟ ନାହିଁ କେହି ପରମ ଭକ୍ତି ଭାବ ଏହି ଏ ଭାବେ ଚିନ୍ତ ମନ ଦେଇ ତେବେ ସଂସାର ତରିବ ଶ୍ରୀକୃଷ୍ଣ ଚରଣ ଲଭିବ ଭୋମାଟ ସାଧ ଏହି ଯୋଗ ହେଳେ ତରିବ ଘୋର ଦୁର୍ଗ ଏଣୁ ସଂସାରୁ ତରି ଯିବ ନାହିଁ ଯାତନା ପରାଭବ କହି ବିପ୍ର ଜଗନ୍ନାଥ ସୁଜନେ ଚିନ୍ତ ଏହି ପଥ କହି ବିପ୍ର ଜଗନ୍ନାଥ ସୁଜନେ ଚିନ୍ତ ଏହି ପଥ हरि बोल ओम नमो भगवते वासुदेवाय इति श्रीमद्भागवते महापुराणे पारमर्श्यां संहितायां तृतीय स्कन्धे कपिल देवहूति संवादे साधनानुष्ठान योगकथनं नाम 28 अध्याय ओम नमो भगवते वासुदेवाय।